କାହାଣୀ ହନୁମାନଙ୍କ ଲୀଳା। ଏକଦା ହନୁମାନ ରାମ ନାମ ଜପ କରିବାରେ ବ୍ୟସ୍ତ ଥିଲାବେଳେ ପକ୍ଷୀରାଜ ଗରୁଡ଼ ଆସି ପହଞ୍ଚିଲେ ଏବଂ କହିଲେ, ଭଗବାନ ବିଷ୍ଣୁ ତୁମକୁ ଦେଖିବାକୁ ଚାହୁଁଛନ୍ତି, ଆସ ମୋ ସାଥିରେ। ହନୁମାନ ଜପ କରୁଥିବାରୁ ଗରୁଡ଼ଙ୍କୁ କହିଲେ, ତୁମେ ଚାଲ, ମୁଁ ଜପ କରିସାରି ଯାଉଛି। ପକ୍ଷୀରାଜ ଭାବିଲେ, ଏମିତିରେ ତ ହନୁମାନ ବୁଢ଼ା ହୋଇଗଲେଣି, ପୁଣି ଏତେ ବାଟ ଯିବାକୁ କଷ୍ଟ ହୋଇପାରେ, ସମୟ ମଧ୍ୟ ଲାଗିପାରେ, ତେଣୁ ତାଙ୍କୁ ମୋ ପିଠିରେ ବସାଇ ନେଇଗଲେ ଭଲ ହେବ। ଏହା ଭାବି ସେ ହନୁମାନଙ୍କୁ ନିଜ ସାଥିରେ ଯିବା ପାଇଁ ଅନୁରୋଧ କଲେ। ମାତ୍ର ହନୁମାନ ଜପ ସାରି ନଥିବାରୁ ଯିବା ପାଇଁ ରାଜି ହେଲେ ନାହିଁ। ପକ୍ଷୀରାଜ ଯଥାଶୀଘ୍ର ଖବର ଦେବା ପାଇଁ ବୈକୁଣ୍ଠପୁରକୁ ଗମନ କଲେ। ମନେ ମନେ ତାଙ୍କର ଗର୍ବ ଥାଏ ଯେ ସେ ସବୁଠାରୁ କ୍ଷିପ୍ର ଗତିରେ ଉଡ଼ି ପାରନ୍ତି। ଏହି ଦୁନିଆରେ କେହି ତାଙ୍କର ସମକକ୍ଷ ହୋଇପାରିବେ ନାହିଁ। ଏହିପରି ଭାବୁ ଭାବୁ ଭଗବାନଙ୍କ ପାଖରେ ସେ ପହଞ୍ଚିଗଲେ। ସେଠାରେ ସେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ହନୁମାନ କେତେବେଳଠାରୁ ଆସି ଭଗବାନଙ୍କ ପାଖରେ ବସି କଥାବାର୍ତ୍ତା କରୁଛନ୍ତି। ସେ ଭାବିଲେ, ହନୁମାନ ଏତେ ଶୀଘ୍ର ପ୍ରଭୁଙ୍କ ପାଖକୁ ଆସିଲେ କିପରି? ପୁଣି ଦ୍ୱାରପାଳ ସୁଦର୍ଶନ ତାଙ୍କୁ ଛାଡ଼ିଦେଲା କିପରି? କିନ୍ତୁ ସୁଦର୍ଶନ ତ କାହିଁ କେଉଁଠି ଦେଖାଯାଉନାହାନ୍ତି। ଭଗବାନ ଗରୁଡ଼ର ମନ କଥା ଜାଣି ହନୁମାନଙ୍କୁ ପଚାରିଲେ, ପ୍ରିୟ, ସୁଦର୍ଶନ କୁଆଡ଼େ ଗଲା କି? ହନୁମାନ ଧୀରେ ପାଟି ଖୋଲିଦେବାରୁ ତାଙ୍କ ପାଟି ଭିତରୁ ସୁଦର୍ଶନ ବାହାରି ଆସିଲା। ସୁଦର୍ଶନର ମଧ୍ୟ ବଡ଼ ଗର୍ବ ଥିଲା ଯେ ସବୁଠାରୁ ବଡ଼ ଅସ୍ତ୍ର ଭାବରେ ତାହା ବି ଚୂର୍ଣ୍ଣ ହୋଇଗଲା। ସେଥିପାଇଁ ତ କୁହାଯାଏ, ଗର୍ବଗଞ୍ଜନ ହନୁମାନ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।